କମୁଛି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦବଦବା। ପ୍ରଭାତୀଙ୍କୁ ଭୁଲି ସମୀରଙ୍କ ପ୍ରତି ବଢ଼ୁଛି ଲୋକଙ୍କ ଭଲ ପାଇବା। ଆଉ ଲୋକଙ୍କର ଏଭଳି ଭଲ ପାଇବା ଦେଖି ନିମାପଡ଼ା ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ହେଉଛି ଚର୍ଚ୍ଚା। ହଁ ଆଜ୍ଞା, ବଦଳି ଯାଉଛି ସରକାର, ବଦଳି ଯାଉଛନ୍ତି ନେତା ଓ ମନ୍ତ୍ରୀ, କିନ୍ତୁ ଏହା ଭିତରେ ଦିନକୁ ଦିନ ବଢ଼ୁଛି ନିମାପଡ଼ା ରାଜନୀତି। ଦୀର୍ଘ 24 ବର୍ଷ ପରେ ଲୋକଙ୍କ ସରକାର ମୋହନ ସରକାର ମଇଦାନକୁ ଆସିଥିବା ବେଳେ ଅନେକ ସ୍ଥାନରେ ବର୍ତ୍ତମାନ ସରକାରଙ୍କୁ ନେଇ ସମାଲୋଚନା କରିବାର ଆରମ୍ଭ କରିଦେଲେଣି ଲୋକେ। ଠିକ୍ ସେହିଭଳି ଆମେ କହୁଛୁ ପୁରୀ ଜିଲ୍ଲା ନିମାପଡ଼ା ରାଜନୀତି କଥା, ଯାହାକି ଖୋଦ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଞ୍ଚଳ। କିନ୍ତୁ ଦୁଃଖର କଥା, ଖୋଦ୍ ତାଙ୍କ ନିଜ ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତି ଥିବା ଭଲ ପାଇବା କମିବାର ଦେଖାଦେଇଛି। ସେହି ଅଞ୍ଚଳରେ ଲୋକଙ୍କର ଅନେକ ସମସ୍ୟା ରହିଥିବା ବେଳେ ପ୍ରଭାତୀ ପରିଡ଼ାଙ୍କୁ ଗୁହାରି କରିବା ବଦଳରେ ସମୀରଙ୍କ ଦ୍ୱାରସ୍ଥ ହେଉଥିବା ଦେଖିବାକୁ ମିଳୁଛି। ଅର୍ଥାତ୍ ସମୀର ରଞ୍ଜନ ଦାସ ଏକ ଜନଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମ କରିଥିବା ବେଳେ ତାଙ୍କ ପାଖକୁ ଅନେକ ଲୋକ ପାଣି ସମସ୍ୟା, ଆବାସ ସମସ୍ୟା ଏମିତି ଅନେକ ସମସ୍ୟା ନେଇ ସମୀରଙ୍କ ପାଖରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ଆଉ ଲୋକଙ୍କର ସମସ୍ୟାକୁ ଆଖି ଆଗରେ ରଖି ସିଧାସଳଖ ଅଧିକାରୀଙ୍କ ସହ କଥା ହୋଇ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସମୀର। ଅନ୍ୟପଟେ ସମୀରଙ୍କର ଲୋକଙ୍କ ଏଭଳି ଭଲ ପାଇବା ଦେଖି ବେଶ୍ ଖୁସି ଅଛନ୍ତି ବୋଲି କହିଛନ୍ତି ଅଭିଯୋଗ କରିବାକୁ ଆସିଥିବା ଲୋକେ। ତେବେ ସମୀରଙ୍କ ପ୍ରତି ଏଭଳି ଭଲ ପାଇବା ଦେଖି ନିମାପଡ଼ା ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ଶୁଣିବାକୁ ମିଳୁଛି। ନିମାପଡ଼ାରୁ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ମୋ ନାଁ ହେଉଛି ପ୍ରଦୀପ୍ତ କୁମାର ମୁଖୀ, ଏକ୍ସପ୍ରେସ୍ ନମ୍ବର ଚରବଦା। ଆଜି ଶୁଣିକି ବହୁତ ଖୁସି ଲାଗିଲା ଯେ ମାନ୍ୟବର ପୂର୍ବତନ ମନ୍ତ୍ରୀ ସମୀର ଦାସ ଗୋଟେ ଅଭିଯୋଗ ଶୁଣାଣି କରୁଛନ୍ତି। ସେଇ ଶୁଣାଣି ପାଇଁ ଆମେ ଆଜି ଆସିଥିଲୁ ଏବଂ ଆମ ପଞ୍ଚାୟତରୁ କିଛି ଲୋକ ମଧ୍ୟ ଏଠିକି ଆସିଥିଲେ, ତାଙ୍କର ଅଭିଯୋଗ ନେଇକି ଆସିଥିଲେ। ସେ ଅଭିଯୋଗକୁ ସଙ୍ଗେ ସଙ୍ଗେ ସେ ତ୍ୱରାନ୍ୱିତ ତହସିଲଦାରଙ୍କ ସହିତ ଯୋଗାଯୋଗ କଲେ ଏବଂ ତହସିଲଦାର ତାକୁ କାର୍ଯ୍ୟକାରୀ କରିବେ ବୋଲି ମୋତେ ମଧ୍ୟ କାଲି କହିଛନ୍ତି। କାଲି ମୁଁ ସେମାନଙ୍କୁ ନେଇକରି ତହସିଲଦାରଙ୍କ ପାଖରେ ପହଞ୍ଚିବି ଏ ପ୍ରତିଶ୍ରୁତି ଦେଇଛନ୍ତି ମାନ୍ୟବର ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କୁ ତହସିଲଦାର ଦେଇଛନ୍ତି। ଏବଂ ଆଉ ଜଣେ ଥିଲେ ଆମର ରବୀନ୍ଦ୍ର ନନ୍ଦ, ତାଙ୍କର ଲାଇନ ଜୋର ଜବରଦସ୍ତ, ସେ ଗୋଟେ ଗାଁ ଗହଳିଟେ ଛୋଟିଆ ଦୋକାନଟିଏ କରିଥିଲେ, ସେଥିପାଇଁ ଲାଇନ ବାଲା ସରକାର ଆଡେ ସୋଲାର ଦଉଛନ୍ତି, ସେ ସେଥିପାଇଁ କାଟି ଦେଇଛନ୍ତି। ସେ ସୋଲାରଟା ମଧ୍ୟ ତାଙ୍କର ଫାଇନ କରିଛନ୍ତି, 80,000 ଟଙ୍କା ଫାଇନ କରିଛନ୍ତି। ଯାହାଫଳରେ ସେ ଫାଇନ ନଦେଲେ, କ୍ଲିୟର ନ କଲେ ସେ ସୋଲାର ବସେଇ ପାରିବେ ନାହିଁ। ଏପଟେ ସରକାର କହିଛନ୍ତି ସୋଲାର ବସେଇବା ପାଇଁ, କିନ୍ତୁ ଲାଇନ ମାନଙ୍କର ଯୋଉ ମନମୁଖୀ କାର୍ଯ୍ୟକ୍ରମ ଚାଲିଛି, ଯାହାଫଳରେ ସେ ଆଜି ଲାଇନ ନେବାରୁ ବଞ୍ଚିତ ହୋଇଛନ୍ତି। ଦୀର୍ଘ ଦିନ ଧରି ତାଙ୍କ ଲାଇନ କାଟି ଦିଆଯାଇଛି। କହିଛନ୍ତି ସେ କାଲି ଯୋଗାଯୋଗ କରିବେ ମ୍ୟାନେଜରଙ୍କ ସହିତ, ଇଲେକ୍ଟ୍ରିକ ଡିଭିଜନ ମ୍ୟାନେଜରଙ୍କ ସହିତ ସେ କଥାବାର୍ତ୍ତା କରିବେ। କଥାବାର୍ତ୍ତା କଲା ପରେ ଯାହା ସମାଧାନ କରିବା କଥା କରିବେ, ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ସମୀର ଭାଇନାଙ୍କୁ। ଆଉ ମୁଁ ତ ରେଗୁଲାର ଗ୍ରିଭାନ୍ସ ଆଗରୁ ଘଟଣା କରେ, କିନ୍ତୁ ଏଇ 15-18 ମାସ ନୂଆ ସରକାର ହେଲା ପରେ ମୁଁ ବିଭିନ୍ନ କାର୍ଯ୍ୟକ୍ରମ ଭିତରେ ସାମିଲ ହେଉଛି, କିନ୍ତୁ ସାଧାରଣ ଲୋକଙ୍କର ବିଭିନ୍ନ ସମୟରେ ଟେଲିଫୋନ ଯାଉଛି ଏବଂ ଯାଇକରି ଭେଟିକରି କହୁଛନ୍ତି ମତେ ଭୁବନେଶ୍ୱରରେ ପହଞ୍ଚିବାକୁ ଲୋକଙ୍କୁ ପଡୁଛି ଶିଶୁ ପାଳକୁ। ତେଣୁ ଏତେ ଦୂର ଲୋକ ଯାଇକରି ମୋ ପାଖେ ପହଞ୍ଚିକରି ତାଙ୍କ ଗ୍ରିଭାନ୍ସ ଦେବାଟାକୁ ମୁଁ ଉଚିତ ମନେ କରେ ନାହିଁ। ତେଣୁ ପ୍ରତି ସପ୍ତାହରେ 2 ଦିନ ବୁଧବାର ଏବଂ ଶନିବାର ଦିନ 11ଟାରୁ ଦିନ 3ଟା ପର୍ଯ୍ୟନ୍ତ ଗ୍ରିଭାନ୍ସ କରିବା ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ କରିବା ପାଇଁ ଆମେ ସ୍ଥିର କରିଛୁ। ସେଇ ଅନୁସାରେ ଆଜି କାର୍ଯ୍ୟକ୍ରମ ଆରମ୍ଭ ହେଇଛି। ଦେଖନ୍ତୁ, ଆମେ କିଛି କଥା ଅଛି, ଲୋକ ସରକାରୀ ଯୋଜନା ଭିତରେ ହେଇପାରିବାର ପାଇଁ ବ୍ୟବସ୍ଥା ନାହିଁ, କିନ୍ତୁ ଲୋକଙ୍କର ଆଗ୍ରହ ଅଛି ଏ କଥାଟା କେମିତି ହେଇଯାଇପାରିବ। ସେଠି ମଧ୍ୟ ଆମେ ଲୋକଙ୍କୁ ବୁଝେଇ ଦଉଛୁ ଯେ ବାବା ଏଇ କଥାଟା ତୁମର ସରକାରୀ ଯୋଜନା ଭିତରେ ହେଇପାରିବ ନାହିଁ। ଆପଣ ଦେଖନ୍ତୁ, ଏବେ ଯେମିତି ଜଣେ ଆସିଥିଲେ ଗୋଟେ ବସୁନ୍ଧରା ଯୋଜନା ମାଧ୍ୟମରେ 50 ବର୍ଷ ହେଲାଣି ଏଠି ଅଛନ୍ତି, ତାଙ୍କର ଘରଟିଏ ନାହିଁ। ତ ଘରଟିଏ ନଥିଲେ ସରକାରୀ ଘର ଦେଲେ ମଧ୍ୟ ଆପଣଙ୍କର ଆବାସ ଯୋଜନା ମାଧ୍ୟମରେ ସେ ଘର କରିପାରିବେ ନାହିଁ। ତେଣୁ ପ୍ରଥମେ ତାଙ୍କୁ ଘର ନାହିଁ ବୋଲି ତାଙ୍କର ସମସ୍ୟାଟା ଯୋଉଟା କହୁଛନ୍ତି, ତାଙ୍କର ପ୍ରଥମ କାମ ହଉଛି ବସୁନ୍ଧରା ଯୋଜନା ମାଧ୍ୟମରେ ସେ ଆଗ ଗୋଟେ ଜମି ସରକାରଙ୍କ ଯୋଉ ଅଛି 4 ଡିସିମିଲ୍ ପାଇବା ପାଇଁ, ଯୋଉମାନେ ଭୂମିହୀନ ଲୋକ, ସରକାରଙ୍କର ଯୋଜନା ଅଛି 4 ଡିସିମିଲ୍ ପାଇବା ପାଇଁ, ଆଗ ସେ ସମ୍ପର୍କରେ ତାଙ୍କୁ ମୁଁ ବୁଝେଇକରି ଛାଡ଼ିଲି। ତହସିଲଦାରଙ୍କ ସହିତ କଥା ହେଲି, ସେମାନେ ଆପ୍ଲାଏ କରିବେ ତାଙ୍କର ଘର ଦେବା ପାଇଁ ବସୁନ୍ଧରା ଯୋଜନା ମାଧ୍ୟମରେ। ତାପରେ ସେ କଥା ଯେମିତି ହବ, ତେଣୁ ଯାହାର ଯାହା ସମସ୍ୟା ଅଛି, କଣ କୋଉଟା ହେଇପାରିବ କୋଉଟା ନ ହେଇପାରିବ, କନସର୍ନ ଅଫିସର ମାନଙ୍କୁ ଏ ସମ୍ପର୍କରେ ଅବଗତ କରେଇ କିପରି ଲୋକ ଥରେ କରି 5 ଥର ନ ଦୌଡନ୍ତୁ, ତାଙ୍କ କାର୍ଯ୍ୟକ୍ରମ ଯେପରି ଭାବରେ ହେଇପାରିବ ସେଇ ସମ୍ପର୍କରେ ଘଟଣା ହଉଛି।
ଆଉ ଜଣେ ଆସିଥିଲେ ତାଙ୍କର ସମୟରେ ଗୋଟେ ତାଙ୍କର ପେସେଣ୍ଟ ପଡିଛି, ତାଙ୍କର ପଇସା ବର୍ତ୍ତମାନ ସରିଯାଉଛି। ତ ମୁଁ ତାଙ୍କୁ ପରାମର୍ଶ କଲି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକି ଆପ୍ଲାଏ କର, ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକି ଆପ୍ଲାଏ କର, ତମ କାର୍ଡରୁ ଯଦି ପଇସା ସରିଯାଇଛି ତାପରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି ମାଧ୍ୟମରେ କଣ ହେଇପାରିବ ତାକୁ ପରବର୍ତ୍ତୀ ଅବସ୍ଥାରେ ଆମେ ଚେଷ୍ଟା କରିବା। ତେଣୁ ଲୋକଙ୍କୁ ଏହିପରି ଭାବରେ ତାଙ୍କର ଯାହା ଆବଶ୍ୟକ ପରାମର୍ଶ ତାଙ୍କୁ ଘଟଣା ଲୋକଙ୍କୁ ଦବା ଏବଂ ତାଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା କରିବା, ଇଏ ହଉଛି ଜନଶୁଣାଣି କାର୍ଯ୍ୟକ୍ରମର ମୂଳ କଥା।